ଭାଇ ସମସ୍ତେ ଖାଇଲେନି ଡାକିଦେଲୁ। ମୋ ନାଁ ଅନନ୍ୟା ସାହୁ। ମୁଁ କୋରାପୁଟ ଜିଲ୍ଲାର ଡୁମରିପୁର ଗ୍ରାମରୁ କହୁଥିଲି। ମୋ ବାପାଙ୍କର ଦେହାନ୍ତ ହୋଇଯାଇଥିଲା ଜୁଲାଇ 19 ତାରିଖ 2023 ମସିହାରେ। ତ ସେଇ ସରକାରଙ୍କ ତରଫରୁ ଆମକୁ ଆଜି ଯାହା ବି ସହଯୋଗ ମିଳିଛି ଆଉ ଆମ କୋରାପୁଟ ଜିଲ୍ଲାର ଡ୍ରାଇଭର ମହାସଂଘ ଥ୍ରୋରୁ ବି ଆମକୁ ବହୁତ ସାରା ସାହାଯ୍ୟ ମିଳିଛି। ତ ଆମେ ସେସବୁକୁ ନେଇ ବହୁତ ଖୁସି ଅଛୁ ଆଉ ତାଙ୍କେ ମାନେ ଆମକୁ କହିଛନ୍ତି କି ଆଗାମୀ ଦିନରେ ତାଙ୍କେ ଆମର ସହଯୋଗ କରିବେ। ତାଙ୍କର ହାର୍ଟ ଅପରେସନ୍ ହେଇଥିଲା, ତାପରେ ମେଡ଼ିସିନ ଖାଉଥିଲେ, ଧୀରେ ଧୀରେ ଠିକ୍ ଥିଲେ। ହଠାତ୍ ଏମିତି ଦେହ ଖରାପ ହେଲା, ତାଙ୍କୁ କୋରାପୁଟ ନିଆ ହେଇଥିଲା। ସେଇଠୁ କହିଲେ ବହୁତ ଖରାପ ଅଛି ଦେହ, କହିଲା କି ବ୍ରହ୍ମପୁର ରେଫର୍ କଲେ। ସେଇଠି କହିଲେ କି କିଡ଼ନୀ ତାଙ୍କର ଖରାପ ହେଇଯାଇଛି। ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲା ଆପଣଙ୍କର? ହଁ ଥିଲା ଆମର। କାର୍ଡରେ ଆପଣ କ'ଣ ଫାଇଦା କ'ଣ ପାଇଲେ? ଅପରେସନ୍ ସେଇଟା ତାଙ୍କର 8 ବର୍ଷ ତଳେ ତାଙ୍କର ଅପରେସନ୍ ହେଇଥିଲା। ସେତେବେଳେ ବାହାର ହେଇନଥିଲା ଆହୁରି ବିଜୁ କଲ୍ୟାଣ କାର୍ଡ, ତ ସେତେବେଳେ ଆମେ ଅଲଗା ଥ୍ରୋରୁ ସାହାଯ୍ୟ ପାଇଥିଲୁ। ଏବେ ଆମେ ବାବାଙ୍କୁ ନା ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ରଖିଥିଲୁ, ତ ଆମର କିଛି ଏତେ ଖର୍ଚ୍ଚ ହେଇନି। କେତେଦିନ ବାପାଙ୍କର ମୃତ୍ୟୁ କେତେଦିନ ହେବ? ଏବେ 6 ମାସ ହେବ। 6 ମାସ ପରେ ସରକାର ଆପଣଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଆପଣ ଖୁସି ଅଛନ୍ତି? ହଁ, ଆମେ ଖୁସି ଅଛୁ। ସରକାରଙ୍କୁ କ'ଣ କହିବେ? ଏମିତି ସମସ୍ତଙ୍କୁ ସାହାଯ୍ୟ କରୁଥାନ୍ତୁ ଆଉ ଯାହାର ଯେମିତି ହେଲେ ବି ତାଙ୍କ ଟିକେ ଏମିତି ସହଯୋଗ କରୁଥାନ୍ତୁ ସମସ୍ତଙ୍କୁ। 6 ବର୍ଷ ପୂର୍ବରୁ ତାଙ୍କ ମା ଡେଥ୍ କରିଯାଇଥିଲେ, ତାପରେ ତାଙ୍କ ବାପା କ'ଣ ଧନ୍ୟବାଦ ଜଣାଇବେ? ଓଡ଼ିଶା ଡ୍ରାଇଭର ମହାସଂଘ ତ ଆମର ବହୁତ ସାରା ସାହାଯ୍ୟ କରୁଛନ୍ତି। ରାଜ୍ୟ ସଭାପତି ସମସ୍ତେ ଆମର ସାହାଯ୍ୟ କରୁଛନ୍ତି, ତ ଆମେ ସେମାନଙ୍କୁ ବି ବହୁତ ସାରା ଧନ୍ୟବାଦ ଜଣାଉଛୁ। ତାଙ୍କ ଦେହ ଖରାପ ଥିଲା ସମୟରେ କ'ଣ ସାହାଯ୍ୟ କରୁଛନ୍ତି? ସେତେବେଳେ କିଏ ଜାଣିନଥିଲେ ଏତେ, ତ ବାପାଙ୍କର ଦେହାନ୍ତ ହେଲା ପରେ ପରେ ସବୁ ଜାଣିଲେ, ତ ସେତେବେଳେ ଆସିଥିଲେ ସବୁ।